ରାଜା ଯୁବନସ୍ୱଙ୍କ ପୁତ୍ର ହୋଇଥିବା କାରଣରୁ ମାନ୍ଧାତାଙ୍କୁ ଯୁବନସ୍ୱିନ୍ ବୋଲି ମଧ୍ୟ କୁହାଯାଏ। ପୌରାଣିକ ଭାରତର ଜଣେ ମହାନ ରାଜା ଭାବରେ ପ୍ରସିଦ୍ଧ ମାନ୍ଧାତାଙ୍କ ପ୍ରଶଂସା ମହାଭାରତରେ ମଧ୍ୟ ଶୁଣିବାକୁ ମିଳେ। ତାହାଙ୍କ ଜନ୍ମ ଏବଂ ଜୀବନ ବେଶ୍ ରୋଚକ ଓ ଆଶ୍ଚର୍ଯ୍ୟଜନକ ଥିଲା। ସୂର୍ଯ୍ୟବଂଶରେ ଯୁବନସ୍ୱ ନାମକ ଜଣେ ପ୍ରଜାବତ୍ସଳ ରାଜା ଥିଲେ। ତାହାଙ୍କ ରାଜ୍ୟ ବେଶ୍ ସମୃଦ୍ଧ ଥିଲା। ରାଜକୋଷରେ ଅମାପ ଧନ ଗଚ୍ଛିତ ଥିଲା। ସୈନ୍ୟବାହିନୀ ଅତ୍ୟନ୍ତ ଶକ୍ତିଶାଳୀ ଥିଲା ତଥା ତାଙ୍କ ପ୍ରଜା ମଧ୍ୟ ରାଜାଙ୍କୁ ପିତୃତୁଲ୍ୟ ସମ୍ମାନ କରୁଥିଲେ। ତେବେ ଏତେ ସବୁ ଐଶ୍ୱର୍ଯ୍ୟ ମଧ୍ୟରେ ନିଃସନ୍ତାନ ଥିବା କାରଣରୁ ଯୁବନସ୍ୱ ଦୁଃଖରେ କାଳାତିପାତ କରୁଥିଲେ। ଧୀରେ ଧୀରେ ନିଜ ପୁତ୍ରହୀନ ହୋଇଥିବା କଥା ଚିନ୍ତା କରି କରି ଭାଙ୍ଗି ପଡ଼ୁଥିବା ଯୁବନସ୍ୱ ଦିନେ ନିଜ ପାତ୍ରମନ୍ତ୍ରୀଙ୍କୁ ନିଜ ନିକଟକୁ ଡାକି ସେ ସିଂହାସନ ତ୍ୟାଗ କରି ବଣରେ ତପସ୍ୟା କରିବା ପାଇଁ ଯିବାକୁ ଚାହୁଁଥିବା କଥା ଜଣାଇଲେ। ଏହାପରେ ଯୁବନସ୍ୱ ବଣକୁ ତପସ୍ୟା କରିବା ପାଇଁ ଚାଲିଗଲେ। ଦିନସାରା ଭୋକ ଉପାସରେ ବସି ଧ୍ୟାନ କରିବା ପରେ ସନ୍ଧ୍ୟା ସମୟ ଉପନୀତ ହେବାରୁ ରାଜାଙ୍କୁ ତୀବ୍ର ଶୋଷ ହେବାକୁ ଲାଗିଲା। ପାଣିର ସନ୍ଧାନ କରି କରି ସେ ଭୃଗୁ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ଯୁବନସ୍ୱ ବାଟ ଖୋଜି ଖୋଜି ଆଶ୍ରମରେ ପହଞ୍ଚିଲା ବେଳକୁ ବିଳମ୍ବିତ ରାତି ହୋଇସାରିଥିଲା ଓ ସେଠାରେ ସମସ୍ତେ ଶୋଇଯାଇଥିଲେ। ଏଣୁ ଋଷି ତଥା ଅନ୍ୟ କାହାରି ନିଦ୍ରା ଯେପରି ଭଙ୍ଗ ନ ହୁଏ, ସେହି କଥା ବିଚାର କରି ଯୁବନସ୍ୱ ନିଜେ ପାଣିର ସନ୍ଧାନ କରିବାକୁ ଲାଗିଲେ। ଏହିପରି କିଛି ସମୟ ଖୋଜିବା ପରେ ଅଗ୍ନିକୁଣ୍ଡ ଓ ଯଜ୍ଞ ସମିଧ ଆଦି ରଖା ହୋଇଥିବା ସ୍ଥାନରେ ତାଙ୍କୁ ମାଟି ପାତ୍ରଟିଏରେ ଜଳ ରଖାଯାଇଥିବାର ଦେଖାଗଲା। ତୃଷ୍ଣାରେ ଜର୍ଜରିତ ରାଜା ସେହି ଜଳପୂର୍ଣ୍ଣ ପାତ୍ରଟିକୁ ଦେଖିବା ମାତ୍ରକେ ଏକା ନିଶ୍ୱାସରେ ସେଥିରେ ଥିବା ସବୁତକ ଜଳ ଢକ୍ ଢକ୍ କରି ପାନ କରିଗଲେ। ପାଣି ପିଇ ସାରିବା ପରେ କ୍ଳାନ୍ତ ରାଜା ଭୃଗୁଙ୍କ ଆଶ୍ରମ ବାହାରେ ଶାନ୍ତିରେ ଶୋଇଗଲେ। ସକାଳ ହେବାରୁ ଭୃଗୁ ନିଜ କୁଟୀର ସମ୍ମୁଖରେ ରାଜାଙ୍କୁ ଶୋଇ ରହିଥିବାର ଦେଖି ବିସ୍ମିତ ହୋଇଉଠିଲେ। ତେବେ ସେ ରାଜାଙ୍କୁ ନିଦ୍ରାରୁ ଉଠାଇ କିଛି ପଚାରିବା ହୁଅନ୍ତେ ସେହି ସମୟରେ ତାଙ୍କର ଜଣେ ଶିଷ୍ୟ ବ୍ୟସ୍ତ ବିବ୍ରତ ହୋଇ ସେଠାରେ ପହଞ୍ଚିଲା ଓ ଭୃଗୁଙ୍କୁ କହିବାକୁ ଲାଗିଲା ଯେ, ହେ ଋଷିବର, ମହାରାଣୀଙ୍କ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ରଖାଯାଇଥିବା ଅଭିମନ୍ତ୍ରିତ ଜଳକୁ କେହି ପାନ କରି ନେଇଛି। ମୁଁ ଏହି କ୍ଷଣି ଦେଖିକରି ଆସିଲି। ମନ୍ତ୍ରିତ ପାତ୍ରଟିରେ ଗୋଟିଏ ବୁନ୍ଦା ଜଳ ମଧ୍ୟ ବଞ୍ଚିନାହିଁ। ଏହି କଥା ଶୁଣି ଭୃଗୁଙ୍କ ମନରେ ଆଉ କୌଣସି ସନ୍ଦେହ ରହିଲା ନାହିଁ ଯେ ରାଜାଙ୍କର ଏହିପରି କୁଟୀର ବାହାରେ ଶୋଇ ରହିବାର କାରଣ କ'ଣ ଥିଲା। ସୁତରାଂ ସେ ଯୁବନସ୍ୱଙ୍କୁ ନିଦ୍ରାରୁ ଉଠାଇ କହିଲେ ଯେ, ହେ ରାଜନ୍, ଆପଣ କାଲି ରାତିରେ ଯେଉଁ ଜଳର ସେବନ କରିଛନ୍ତି ତାହା ସାଧାରଣ ଜଳ ନଥିଲା। ଆପଣଙ୍କୁ ସନ୍ତାନହୀନତାର ଦୁଃଖରୁ ଉଦ୍ଧାର କରିବା ପାଇଁ ମୁଁ ଇନ୍ଦ୍ରଯଜ୍ଞର ଆୟୋଜନ କରିଥିଲି। ସେହି ଯଜ୍ଞର ଫଳରୁ ଉତ୍ପନ୍ନ ଏହି ଅଭିମନ୍ତ୍ରିତ ଜଳ ମହାରାଣୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯାହାକୁ ପାନ କରିବା ଦ୍ୱାରା ସେ ଗର୍ଭଧାରଣ କରିଥାନ୍ତେ। ତେବେ ଆପଣ ନିଜ ଅଜାଣତରେ ତାହାକୁ ପାନ କରି ସ୍ୱୟଂ ଗର୍ଭଧାରଣ କରି ନେଇଛନ୍ତି। ଭୃଗୁଙ୍କଠାରୁ ଏହି କଥା ଶୁଣି ରାଜାଙ୍କୁ ନିଜ କାନ ଉପରେ ବିଶ୍ୱାସ ହେଉନଥିଲା। ଭଲା ଜଣେ ପୁରୁଷ ଅବା କିପରି ଗର୍ଭବତୀ ହୋଇପାରିବ? ଏହି କଥା ରାଜାଙ୍କୁ ବିଚଳିତ କରି ପକାଉଥିଲା। ତେବେ ଭୃଗୁ ରାଜାଙ୍କୁ ଆଶ୍ୱାସନା ଦେଲେ ଓ ସନ୍ତାନ ଜନ୍ମ ହେବା ପର୍ଯ୍ୟନ୍ତ ନିଜ ଆଶ୍ରମରେ ରହିବାକୁ କହିଲେ। କିଛିଦିନ ଗଲା ପରେ ଅଭିମନ୍ତ୍ରିତ ଜଳର ପ୍ରଭାବରେ ଯୁବନସ୍ୱ ଗର୍ଭଧାରଣ କଲେ ଓ ତାହାଙ୍କର ପେଟ ବଢ଼ିବାକୁ ଲାଗିଲା। ଉପଯୁକ୍ତ ସମୟ ଆସିବା ପରେ ଭୃଗୁ ନିଜେ ଅସ୍ତ୍ରୋପଚାର କରି ରାଜାଙ୍କ ପେଟର ଦକ୍ଷିଣ ପାର୍ଶ୍ୱରୁ ନବଜାତ ଶିଶୁଟିକୁ ବାହାର କରି ଆଣିଲେ। ରାଜାଙ୍କ ଗର୍ଭରୁ ଜନ୍ମ ନେଇଥିବା କାରଣରୁ ନବଜାତ ଶିଶୁଟିକୁ ଦେଖିବା ପାଇଁ ସମସ୍ତ ଋଷିମୁନି, ଦେବତା ଆଦିଙ୍କ ଆଗମନ ହେଲା। ସଦ୍ୟ ଜନ୍ମିତ ଶିଶୁଟି ଭୋକିଲା ଥିବାରୁ ହଠାତ୍ କାନ୍ଦିବାକୁ ଲାଗିଲା। ଯୁବନସ୍ୱ ଯେତେ ଚେଷ୍ଟା କଲେ ମଧ୍ୟ ତାହାକୁ ଶାନ୍ତ କରାଇ ପାରିଲେ ନାହିଁ। ଶେଷରେ ଇନ୍ଦ୍ର ଶିଶୁଟିକୁ ନିଜ କୋଳକୁ ନେଇ ତାହାର ପାଟି ଉପରେ ନିଜ ତର୍ଜନୀ ଆଙ୍ଗୁଠିଟିକୁ ରଖି ତାହାକୁ ଚୁପ୍ କରାଇବା ମୁଦ୍ରାରେ ମାମ୍ ଧାତା ବୋଲି କହିଲେ। ତାଙ୍କର ଏହିପରି କରିବା ଦ୍ୱାରା ଶିଶୁଟି ତତ୍କ୍ଷଣାତ୍ ଶାନ୍ତ ହୋଇଗଲା ଓ ମାମ୍ ଧାତା ଅନୁସାରେ ହିଁ ତାହାର ନାମ ମାନ୍ଧାତା ରଖାଗଲା। ଏତଦ୍‌ବ୍ୟତୀତ ଇନ୍ଦ୍ର ଜନ୍ମିତ ଶିଶୁଟିର ଅନ୍ୟ ଏକ ନାମ ତ୍ରସଦସ୍ୟୁ ବୋଲି ମଧ୍ୟ ରଖିଲେ। ଏହିପରି ଭାବରେ ଇନ୍ଦ୍ରଙ୍କ କୃପାରୁ ମାନ୍ଧାତା ଗୋଟିଏ ଦିନରେ ଯୁବାବସ୍ଥା ପ୍ରାପ୍ତ କରିନେଲେ ଓ କିଛିଦିନ ମଧ୍ୟରେ ହିଁ ସମସ୍ତ ବେଦ ତଥା ଅସ୍ତ୍ରଶସ୍ତ୍ର ଆଦିର ଜ୍ଞାନକୁ ମଧ୍ୟ ଆୟତ୍ତ କରିନେଲେ। ଏହାଛଡ଼ା ସ୍ୱଳ୍ପ ସମୟ ଭିତରେ ମାନ୍ଧାତା ଅଭେଦ୍ୟ ଢାଲ
ଏବଂ ଅଜଗବ ନାମକ ଗୋଟିଏ ଅଲୌକିକ ଧନୁ ଆଦି ଅନେକ ଦୈବୀ ଅସ୍ତ୍ରଶସ୍ତ୍ର ସବୁ ମଧ୍ୟ ହାସଲ କରିନେଲେ। ଏହିପରି ଭାବରେ ଶିକ୍ଷା ସମାପ୍ତ କରିବା ଅନ୍ତେ ଯୁବନସ୍ୱ ମାନ୍ଧାତାଙ୍କୁ ନିଜ ସାଙ୍ଗରେ ନେଇ ରାଜମହଲକୁ ଫେରିଆସିଲେ ଓ ସଠିକ୍ ମୁହୂର୍ତ୍ତ ନିର୍ଦ୍ଧାରଣ କରି ତାହାଙ୍କର ରାଜ୍ୟାଭିଷେକ କରିଦେଲେ। ମାନ୍ଧାତାଙ୍କ ବିବାହ ଯାଦବ ରାଜା ଶଶବିନ୍ଦୁଙ୍କ କନ୍ୟା ଭାନୁମତୀଙ୍କ ସହ ସମ୍ପାଦିତ ହୋଇଥିଲା। ଭାନୁମତୀଙ୍କଠାରୁ ତାହାଙ୍କୁ ପୁରୁକୁତ୍ସ, ଅମ୍ବରୀଶ ଏବଂ ମୁଚୁକୁନ୍ଦ ଆଦି ତିନି ପୁତ୍ରଙ୍କ ସମେତ 50 ଗୋଟି କନ୍ୟା ସନ୍ତାନ ମଧ୍ୟ ପ୍ରାପ୍ତ ହୋଇଥିଲେ। ମାନ୍ଧାତାଙ୍କ ଶାସନ କାଳରେ ଚତୁର୍ଦିଗରେ ଶାନ୍ତି ଓ ସମୃଦ୍ଧି ବାସ କରୁଥିଲା। ଅସୁରମାନଙ୍କ ଦମନ କରି ତଥା ପ୍ରଜାଙ୍କୁ ପୁତ୍ରବତ୍ ଲାଳନ ପାଳନ କରି ରାଜା ତ୍ରସଦସ୍ୟୁ ସୁରୁଖୁରୁରେ ରାଜ୍ୟ ଶାସନ କରୁଥିଲେ। ଏହି ସମୟରେ ନିଜ ଅସୀମ ତ୍ୟାଗ ଓ ତପସ୍ୟା ଦ୍ୱାରା ଲଙ୍କା ନରେଶ ରାବଣ ବ୍ରହ୍ମାଙ୍କୁ ପ୍ରସନ୍ନ କରି ବହୁ ଶକ୍ତିଶାଳୀ ବର ପ୍ରାପ୍ତ କରିନେଲା ଏବଂ ଚତୁର୍ଦିଗରେ ନିଜ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲାଗିଲା। ଅତଃ ଶୀଘ୍ର ହିଁ ରାବଣର ଅଭ୍ୟୁଦୟ ହୋଇଥିବା ସମାଚାର ମାନ୍ଧାତାଙ୍କ ନିକଟରେ ପହଞ୍ଚିଲା ଓ ସେ ତାହାକୁ ଯୁଦ୍ଧ ପାଇଁ ଆହ୍ୱାନ ଦେଲେ। ଯୁଦ୍ଧଭୂମିରେ ଯେତେବେଳେ ରାବଣର ସମସ୍ତ ବଳଶାଳୀ ଯୋଦ୍ଧା ମାନ୍ଧାତାଙ୍କ ହାତରେ ପରାଜିତ ହେବାକୁ ଲାଗିଲେ, ନିଜେ ରାବଣ ଯୁଦ୍ଧଭୂମିରେ ଅବତୀର୍ଣ୍ଣ ହେଲା। ଏଥର ଦୁଇ ମହାପରାକ୍ରମୀଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେବାକୁ ଲାଗିଲା ଓ ଉଭୟେ ପରସ୍ପରକୁ ପରାଜିତ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିବାକୁ ଲାଗିଲେ। ମାନ୍ଧାତାଙ୍କୁ ବିଜୟର ନିକଟତର ହେଉଥିବାର ଦେଖି ରାବଣ ବ୍ରହ୍ମାସ୍ତ୍ରର ପ୍ରୟୋଗ କଲା, ଯାହାର ଉତ୍ତର ଦେବାକୁ ଯାଇ ମାନ୍ଧାତା ପଶୁପତାସ୍ତ୍ର ସନ୍ଧାନ କରିବାକୁ ଉଦ୍ୟତ ହେଲେ। ଏହିପରି ଦୁଇ ମହାପ୍ରଳୟଙ୍କରୀ ଅସ୍ତ୍ରର ସାମ୍ନାସାମ୍ନି ହେବା ଦ୍ୱାରା ତିନି ଲୋକ ଧ୍ୱଂସ ହୋଇଯିବାର ଆଶଙ୍କାରେ ସମସ୍ତ ପ୍ରାଣୀ ଥରହର ହେବାକୁ ଲାଗିଲେ। ଶେଷରେ ବିଶ୍ୱକୁ ଏହି ମହାବିଧ୍ୱଂସରୁ ରକ୍ଷା କରିବା ପାଇଁ ପୁଲସ୍ତ୍ୟ ଋଷି ଓ ଗାଲବ ଋଷି ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରିବା ପାଇଁ ଉଭୟଙ୍କୁ କହିଲେ। ଋଷିମାନେ ମାନ୍ଧାତାଙ୍କୁ କହିଲେ ଯେ ତାଙ୍କରି ବଂଶରେ ଜନ୍ମ ନେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ହାତରେ ହିଁ ରାବଣର ବଧ ହେବା ବିଧି ନିର୍ଦ୍ଦେଶିତ, ଏଣୁ ସେ ଯୁଦ୍ଧ କରିବାରୁ ବିରତ ହୁଅନ୍ତୁ। ଋଷିମାନଙ୍କ କଥା ଶୁଣି ମାନ୍ଧାତା ଯୁଦ୍ଧ କରିବା ବନ୍ଦ କରିଦେଇଥିଲେ। ନିଜ ଜୀବନକାଳରେ ସମଗ୍ର ବିଶ୍ୱ ବିଜୟ କରିସାରିଥିବା ମାନ୍ଧାତାଙ୍କୁ ଧୀରେ ଧୀରେ ନିଜ ବଳ ଓ ଯଶ ଉପରେ ଗର୍ବ ହେବାକୁ ଲାଗିଲା। ସମଗ୍ର ପୃଥିବୀର ଅଧିପତି ହୋଇଥିବାର ଅହଙ୍କାର ଲାଗି ଏଥର ସ୍ୱର୍ଗ ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ମାନ୍ଧାତାଙ୍କ ମନରେ ଲାଳସା ଜାଗି ଉଠିଲା। ସୁତରାଂ ସେ ନିଜ ସୈନ୍ୟବାହିନୀ ନେଇ ସ୍ୱର୍ଗଲୋକର ଦ୍ୱାରଦେଶରେ ପହଞ୍ଚିଲେ ଓ ଇନ୍ଦ୍ରଙ୍କୁ ଆହ୍ୱାନ ଦେବାକୁ ଲାଗିଲେ। ଇନ୍ଦ୍ର ନିଜ ପ୍ରିୟ ମାନ୍ଧାତାଙ୍କୁ ଏହିପରି ସୈନ୍ୟ ସାମନ୍ତ ନେଇ ଇନ୍ଦ୍ରଲୋକ ବିଜୟ କରିବାକୁ ଆସିଥିବା କଥା ଦେଖି ଚକିତ ହୋଇଗଲେ ଓ ତାଙ୍କୁ ଏହିପରି କରିବାର କାରଣ ପଚାରିଲେ। ଉତ୍ତର ଦେଇ ମାନ୍ଧାତା କହିଲେ ଯେ, ଦେବରାଜ, ମୁଁ ସମଗ୍ର ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରିସାରିଛି, ଏଣୁ ସ୍ୱର୍ଗର ସିଂହାସନରେ ବସିବା ପାଇଁ ମୁଁ ହିଁ ସର୍ବୋତ୍କୃଷ୍ଟ ଏବଂ ସବୁଠାରୁ ଯୋଗ୍ୟ। ସୁତରାଂ ତୁମେ ତତ୍କ୍ଷଣାତ୍ ଇନ୍ଦ୍ରାସନ ତ୍ୟାଗ କରି ମୋତେ ସେଥିରେ ଆସୀନ କରାଇବାର ବନ୍ଦୋବସ୍ତ କର। ରାଜାଙ୍କର କଥା ଶୁଣି ଇନ୍ଦ୍ର ସାମାନ୍ୟ ହସି ଉତ୍ତର ଦେଲେ, ମାନ୍ଧାତା, ଯଦି ତୁମେ ଭାବୁଛ ଯେ ତୁମେ ସମ୍ପୂର୍ଣ୍ଣ ପୃଥିବୀ ଉପରେ ବିଜୟ ପ୍ରାପ୍ତ କରିସାରିଛ, ତେବେ ତୁମର ଏହି ଧାରଣା ଭୁଲ। ଏବେ ମଧ୍ୟ ମଧୁପୁରୀ ରାଜ୍ୟ ତୁମ ହାତ ପାଆନ୍ତାର ବେଶ୍ ବାହାରେ। ଯଦି ତୁମ ମଧ୍ୟରେ ସାମର୍ଥ୍ୟ ଅଛି, ତେବେ ମଧୁପୁରୀ ରାଜ୍ୟକୁ ବିଜୟ କରିନିଅ। ହେ ତ୍ରସଦସ୍ୟୁ, ଯଦି ତୁମେ ମଧୁପୁରୀ ଜିତିବାରେ ସଫଳ ହୁଅ, ତେବେ ମୁଁ ନିଜେ ତୁମକୁ ସ୍ୱର୍ଗର ସିଂହାସନରେ ଅଭିଷିକ୍ତ କରାଇଦେବି। ଅହଙ୍କାରରେ ମତ୍ତ ମାନ୍ଧାତା ଏହି ସର୍ତ୍ତଟିକୁ ଆଖିବୁଜି ସ୍ୱୀକାର କରିନେଲେ ଏବଂ ମଧୁପୁରୀ ଉପରେ ଆକ୍ରମଣ କରିଦେଲେ। ତେବେ ତାହାଙ୍କୁ ଏହି କଥା ଆଦୌ ଜଣାନଥିଲା ଯେ ମଧୁପୁରୀ ଉପରେ ମଧୁରାକ୍ଷସର ପୁତ୍ର ଲବଣାସୁର ଶାସନ କରୁଥିଲା, ଯାହା ପାଖରେ ମହାଦେବଙ୍କ ଅସୀମ ଶକ୍ତିଶାଳୀ ତ୍ରିଶୂଳ ଥିଲା। ମହାଦେବଙ୍କ ଏହି ତ୍ରିଶୂଳଟି ଲବଣାସୁରର ପିତା ମଧୁ ଶିବଙ୍କୁ ପ୍ରସନ୍ନ କରି ପ୍ରାପ୍ତ କରିଥିଲେ। ସୁତରାଂ ଯୁଦ୍ଧ ସମୟରେ ଲବଣାସୁର ଏହି ତ୍ରିଶୂଳର ପ୍ରୟୋଗ କରି ମାନ୍ଧାତା ଏବଂ ତାଙ୍କ ସମ୍ପୂର୍ଣ୍ଣ ସେନାକୁ ଆଖି ପିଛୁଳାକେ ଜାଳିପୋଡ଼ି ପାଉଁଶ କରିଦେଲା। ମାନ୍ଧାତାଙ୍କ ମୃତ୍ୟୁର ଅନେକ ବର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ଅଶ୍ୱମେଧ ଯଜ୍ଞ ସମୟରେ ଶତ୍ରୁଘ୍ନଙ୍କ ହାତରେ ଲବଣାସୁରର ବଧ ହୋଇଥିଲା।